ବର୍ତ୍ତମାନ ମାନ୍ୟବର ବିଧାୟକ ଡକ୍ଟର ପ୍ରଫେସର ପ୍ରମୋଦ ମଲ୍ଲିକ ଇତ୍ୟାଦି ସମ୍ବର୍ଦ୍ଧିତ କରୁଛନ୍ତି ଏବଂ 21ତମ ଜିଲ୍ଲା ପରିଷଦ ସଦସ୍ୟ ମହାପାତ୍ର ମହୋଦୟ ଉପସ୍ଥିତ ଅଛନ୍ତି ସରପଞ୍ଚ ନିରଞ୍ଜନ ବେହେରା ଏବଂ ବ୍ଲକରେ ଅଛନ୍ତି ଆମର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା ମହୋଦୟ ସଭାପତି ମୋର ବନ୍ଧୁ ଶରଦ ମହାନ୍ତି ମହୋଦୟ ଉପସ୍ଥିତ ଅଛନ୍ତି ପ୍ରଶାନ୍ତ ସ୍ୱାଇଁ ସରପଞ୍ଚ କେନ୍ଦ୍ରୀୟ ବିଭୁ କଲ୍ୟାଣ କନକ ମହୋଦୟ ମଧ୍ୟ ଉପସ୍ଥିତ ଅଛନ୍ତି ଅଞ୍ଚଳର ଏକମରା ପଞ୍ଚାୟତ ସଂଗ୍ରାମ କିଶୋର ବଡ଼ୁ ତ୍ରିନାଥ ମହାନ୍ତି ରାଣୀଗା ଗ୍ରାମ ପଞ୍ଚାୟତ ସରପଞ୍ଚ ତାପରେ ଅଛନ୍ତି ଆମର ଡକ୍ଟର ସୁଭାଷ ସେନାପତି ମହୋଦୟ ମଧ୍ୟ ମଞ୍ଚ ଉପରେ ସମ୍ମାନିତ ହେଉଛନ୍ତି ରଜନୀକାନ୍ତ ମହାପାତ୍ର ଆମର ସେପଟରେ ଅଛନ୍ତି ଏରଞ୍ଚ ପଞ୍ଚାୟତର ସରପଞ୍ଚ ଜଣେ ଭଲ ବ୍ୟକ୍ତି ଏବଂ ଜଣେ ସ୍ପଷ୍ଟବାଦୀ ଲୋକ ଆମର ସରପଞ୍ଚ ନିରଞ୍ଜନ ବେହେରା ମହୋଦୟ ତାଙ୍କ ପାଖରେ ଅଛନ୍ତି ସୌଦାମିନୀ ମହାପାତ୍ର ଜିଲ୍ଲା ପରିଷଦ ସଭ୍ୟା 21 ନମ୍ବର ଜୋନ୍ ମୁଁ ତାଙ୍କ ବିଷୟରେ କିଛି କହିବି ନାହିଁ ତାଙ୍କର କାର୍ଯ୍ୟକଳାପ ନିଶ୍ଚିତ ଆପଣମାନେ ଅନୁଭବ କରୁଥିବେ ତାଙ୍କ ପାଖରେ ଏମଏଲଏ ମାନ୍ୟବର ବିଧାୟକ ପାଖରେ ଅଛନ୍ତି ଆମର ବ୍ଲକର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା ତାଙ୍କୁ ମଧ୍ୟ ଆପଣ ଜାଣିଛନ୍ତି ଏବଂ ଆପଣ ମାନ୍ୟବର ବିଧାୟକ ଆଗେ ମୁଁ କହିଥିଲି ପ୍ରଥମେ କହିଥିଲି ଯେହେତୁ ସେ ଏରଞ୍ଚ ପଞ୍ଚାୟତର ପୁଅ ଏଠି କୌଣସି ସଭା ସମିତିର କଥା ନୁହେଁ ସେ ତାଙ୍କ ନିଜ ପଞ୍ଚାୟତ ନିଜ ମାଟିକି ଆସିଛନ୍ତି ଏହା ଆମ ପାଇଁ ଗର୍ବର କଥା ତାଙ୍କ ପାଖରେ ଅଛନ୍ତି ଆମ ପଞ୍ଚାୟତର ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମହାନ୍ତି ଯିଏ ଜଣେ ସ୍ପଷ୍ଟବାଦୀ ଏବଂ ତାଙ୍କର ଦୃଢ଼ ସଂଗଠନ ମଧ୍ୟ ଅଛି ଏବଂ ତାଙ୍କ ପାଖରେ ଅଛନ୍ତି ଅନ୍ତର୍ଜାମ ବଡ଼ୁ ଶିଖାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ସେ ଜଣେ ମଧ୍ୟ ଦୃଢ଼ ସଂଗଠନ ଶିଖାଳ ପଞ୍ଚାୟତର କ'ଣ ତାଙ୍କର ନିଆଳି ନିର୍ବାଚନ ମଣ୍ଡଳୀ ସୁନାମ ରହିଛି ଏବଂ ତାଙ୍କ ପଛପଟେ ବସିଛନ୍ତି ବାପି ସ୍ୱାଇଁ ସେ ବର୍ତ୍ତମାନ ସରପଞ୍ଚ ଅଛନ୍ତି ଏକ ପରିବାର ତାଙ୍କୁ ମଧ୍ୟ ଆମ ଅଶେଷ ଧନ୍ୟବାଦ ଦେଉଛି ଏବଂ ତାଙ୍କ ପାଖରେ ଅଛନ୍ତି ଶ୍ରୀ ବିଭୁ କଲ୍ୟାଣ କାନୁନ ଆପଣମାନେ ତାଙ୍କୁ ଜାଣିଥିବେ ଶ୍ରୀଯୁକ୍ତ ଅଟଳ ବିହାରୀ କାନୁନଗୋଙ୍କର ଏକ ଯୋଗ୍ୟତମ ପୁତ୍ର ଯେ ଅଟଳ ବିହାରୀ କାନୁନଗୋଙ୍କର ଏ ପଞ୍ଚାୟତ ଗଣରେ ଦୀପାଞ୍ଚଳରେ ମଧ୍ୟ କିଛି ଭୂମିକା ରହିଛି ତାଙ୍କ ପାଖରେ ଅଛନ୍ତି ରାଣୀଗଡ଼ାର ସରପଞ୍ଚ ଶ୍ରୀ ତ୍ରିନାଥ ମହାନ୍ତି ମହୋଦୟ ଏବଂ ତାଙ୍କ ପାଖରେ ଅଛନ୍ତି ଆମର ଏକବର ମଣ୍ଡଳର ନୋମିନଙ୍କ ପ୍ରତିନିଧି ମିଟୁ ଭାଇ ତାଙ୍କ ପାଖରେ ଅଛନ୍ତି ଆମର ସୁଭାଷ ସାର୍ ଜଣେ ଚିକିତ୍ସକ ଭାବରେ ସେ ସମସ୍ତ ଲୋକଙ୍କୁ ସେବା କରି ବର୍ତ୍ତମାନ ଅବସର ପ୍ରାପ୍ତ ନେଇଛନ୍ତି ସେ ମଧ୍ୟ ଆମର ସକ୍ରିୟ କର୍ମୀ ଯାହା ହେଉ ଆପଣମାନେ ଆଜି ଆସି ଏତେ ସଂଖ୍ୟାରେ ଯୋଗଦାନ କରି ଏହି ମାଟିକି ଧନ୍ୟ କରିଛନ୍ତି ଏବଂ ଆମର ଯେଉଁ ଆଶା ଆକାଂକ୍ଷାକୁ ଆପଣମାନେ ପୂରଣ କରିବା ପାଇଁ ଯାଉଛନ୍ତି ତେଣୁ ଆପଣଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ 2024 ପାଇଁ ପ୍ରସ୍ତୁତ ରଖି ଆଗାମୀ ଦିନରେ ଯେଉଁ ନିର୍ବାଚନ ବୈତରଣୀ ଅଛି ପାର ହେବା ପାଇଁ ଆମେମାନେ ସମସ୍ତେ ଆଜି ଏକତ୍ର ହେଇଛେ ଏହି ପରିପ୍ରେକ୍ଷୀରେ ଆମେ ଆଜି ପହଞ୍ଚୁଛେ ଯାହା ହେଉଛି ମାନ୍ୟବର ବିଧାୟକ ଡକ୍ଟର ପ୍ରଫେସର ପ୍ରମୋଦ ମଲ୍ଲିକ ମହୋଦୟଙ୍କର ଇଏ ହେଉଛି ଜନ୍ମମାଟି ତେଣୁକରି ଏହି ମାଟିରେ ଆମେ ନିଶ୍ଚିତ ଭାବେ ବିପୁଳ ସ୍ୱାଗତ ସମର୍ଥନ ଦିଆଯାଇଛି ଏବଂ ଆଜି ଏହି ପରିପ୍ରେକ୍ଷୀରେ ଆମେ ଏ କାର୍ଯ୍ୟକ୍ରମକୁ ଆଗେଇ ନେବା ବର୍ତ୍ତମାନ ଆମର যে କାର୍ଯ୍ୟକ୍ରମ ରହିଛି ସେଥିରେ ଆମର ସାମାଜିକ ବନ୍ଧୁମାନେ ପ୍ରିଣ୍ଟ ମିଡ଼ିଆ ଇଲେକ୍ଟ୍ରୋନିକ୍ ମିଡ଼ିଆ ଏବଂ ସୋସିଆଲ ମିଡ଼ିଆ ବିଶେଷ କରି ମାଆମାନେ ଯେଉଁମାନେ ନବୀନ ବାବୁଙ୍କର ଏକ ଶକ୍ତି ଆଜି ସମଗ୍ର ଓଡ଼ିଶାରେ ଯେଉଁ ଅନପ୍ରବେଶକାରୀମାନେ ଏ ନିର୍ବାଚନ ସମୟରେ ଆସନ୍ତି ତାକୁ ମଧ୍ୟ ଦୃଢ଼ ମୁକାବିଲା କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି ଆଜିର ଏ ସନ୍ଧ୍ୟାରେ ଯୁବକ ବନ୍ଧୁମାନେ ଛାତ୍ର ବନ୍ଧୁମାନେ ବିଶେଷ କରି ଯେଉଁମାନେ ଆକୁ ଆଗେଇ ନେବେ 2024 ଏବଂ ସ୍ୱତନ୍ତ୍ର ଓଡ଼ିଶାକୁ ଏକ ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ମାନ୍ୟବର ବିଧାୟକ ଡକ୍ଟର ପ୍ରଫେସର ପ୍ରମୋଦ ମଲ୍ଲିକଙ୍କ ନେତୃତ୍ୱରେ ଯେ ମଜବୁତ ହେବାର ଲାଗିଛି ଏ ନିର୍ବାଚନ ମଣ୍ଡଳୀ ଏହି ପରିପ୍ରେକ୍ଷୀରେ ଆମେ ଆଜି ବର୍ତ୍ତମାନ ଆମର ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ
ସମସ୍ତ ଅତିଥିମାନେ ଅଛନ୍ତି ଉପରେ ଦେଇ ସମ୍ବର୍ଦ୍ଧନା କରିବା। ନମସ୍କାର। କାରଣ ବର୍ତ୍ତମାନ ସମସ୍ତ ବକ୍ତାମାନେ କହିସାରିଲେଣି କ'ଣ ହେଇଛି ନ ହେଇଛି। ଯାହା ହେଇଛି 2009 ମସିହା ପରଠାରୁ ହେଇଛି ନିଆଳି ନିର୍ବାଚନ ମଣ୍ଡଳୀରେ, ବିଶେଷ କରି ଆମ ଦ୍ୱୀପାଞ୍ଚଳରେ। ଆମେ ଛୋଟବେଳେ ଗାଁକୁ ଆସୁଥିଲେ ଯେତେବେଳେ ଯେଉଁ ରାସ୍ତା ଦେଖୁଥିଲୁ 2009 ପରଠାରୁ ତାହା ଆଉ ନାହିଁ। ତାହା କେବଳ ସଫଳ ହେଇଛି ମୋର ନେତା ଆମ ପ୍ରିୟ ବିଧାୟକ ପ୍ରଫେସର ଡକ୍ଟର ପ୍ରମୋଦ ମଲ୍ଲିକ ସାର୍ଙ୍କର ନିଜସ୍ୱ ପ୍ରଚେଷ୍ଟାରେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ। ମାନ୍ୟବର କାର୍ଯ୍ୟକାରୀ ସଭାପତି କହିଛନ୍ତି ସଂକ୍ଷେପରେ କହିବା ପାଇଁ, ସେଥିଲାଗି କିଛି ବେଶୀ କିଛି କହିବାର ନାହିଁ। ଆପଣମାନଙ୍କୁ ଗୋଟିଏ ଅନୁରୋଧ, କାରଣ ଆପଣମାନଙ୍କ ପଞ୍ଚାୟତର ପୁଅ, ଏହି ମାଟିର ପୁଅ, ଯିଏକି ଚତୁର୍ଥ ଥର ବିଧାନସଭା ଯିବେ ଆପଣମାନଙ୍କ ଆଶୀର୍ବାଦରେ। ଆଜିର ଏହି ଶୁଭ ସନ୍ଧ୍ୟାରେ ଆମର ଏହି ମାଟିର ସୁଯୋଗ୍ୟ ସନ୍ତାନ, ଆମର ସୁନାମଧନ୍ୟ ବ୍ୟକ୍ତିତ୍ୱ ଡକ୍ଟର ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ, ଯିଏକି ଆମର 3 ଥର ଏ ନିଆଳି ନିର୍ବାଚନ ମଣ୍ଡଳୀରେ ନିର୍ବାଚିତ ହୋଇ ଆସିଛନ୍ତି ଏବଂ ତାଙ୍କର ପ୍ରତିଟି ମୁହୂର୍ତ୍ତ ଆମର ସେବାରେ ସେ ନିଜକୁ ନିୟୋଜିତ କରିଛନ୍ତି ଏବଂ ତାଙ୍କର ଜୀବନକୁ ସମର୍ପିତ କରୁଛନ୍ତି ମାଟିର ସେବା କରିବା ପାଇଁ। ଏବଂ ପ୍ରତିଟି ମୁହୂର୍ତ୍ତରେ ଯିଏ ଆମରି ସୁଖ ଦୁଃଖର ସାଥୀ ହୋଇ ରହିଛନ୍ତି ଆମରି ସାଙ୍ଗରେ ପ୍ରତିଟି ମୁହୂର୍ତ୍ତରେ, ତାଙ୍କୁ ପ୍ରଥମେ ଶୁଭେଚ୍ଛା ଜଣାଉଛି। ଏବଂ ଆମର এই ପାଖପାଖ ଅଞ୍ଚଳ ଯେଉଁମାନେ ସରପଞ୍ଚ ଅଛନ୍ତି ଏବଂ ବିଜେଡ଼ି ପ୍ରେମୀ ସଜ୍ଜନମାନେ ଅଛନ୍ତି, ସାମାଜିକ ବନ୍ଧୁମାନେ ଅଛନ୍ତି, ସେମାନଙ୍କୁ ଶୁଭେଚ୍ଛା ଜଣାଉଛି। ମା ମାନେ ଟିକେ ଜୋର ଆବାଜ କରନ୍ତୁ, ଟିକେ ଉଡ଼ାଉଡ଼ି ପକାନ୍ତୁ। ଧନ୍ୟବାଦ। ସମୟ ବହୁତ ହେଇଗଲାଣି। ମୁଁ ମୋର ସମସ୍ତଙ୍କୁ ଯୋଡ଼ ହସ୍ତରେ ନିବେଦନ କରୁଛି। ଆମର ମାନ୍ୟବର ସାଂସଦ ମହୋଦୟ ଅଛନ୍ତି ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ସିଏ ଦ୍ୱିତୀୟ ଥର ପାଇଁ ଟିକେଟ୍ ପାଇଛନ୍ତି। ତାଙ୍କୁ ପୁଣି ଆମେ ଦ୍ୱିତୀୟ ଥର ପାଇଁ ପାର୍ଲାମେଣ୍ଟକୁ ପଠାଇବା। ତେଣୁ ମୋର ଏରଞ୍ଚ ପଞ୍ଚାୟତବାସୀ, କାହିଁକି ମୁଁ ସମସ୍ତଙ୍କୁ ବିନମ୍ର ଅନୁରୋଧ କରୁଛି ଯେ କି ଏଇଟା ଆମ ପଞ୍ଚାୟତ, ଆମ ପଞ୍ଚାୟତର ପୁଅ। ଆମେ ସମସ୍ତେ ଚେଷ୍ଟା କରିବା ଏ ନିଆଳି ନିର୍ବାଚନ ମଣ୍ଡଳୀରେ କେମିତି ଅଧିକ ଭୋଟ ଦେଇ, ଅଧିକରୁ ଅଧିକ ଭୋଟ ଦେଇ ତାଙ୍କୁ ଜିତାଇବା ଏବଂ ଆମ ପଞ୍ଚାୟତର ନାଁ ରଖିବା। ଧନ୍ୟବାଦ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସମସ୍ତଙ୍କୁ ନମସ୍କାର କରୁଛି। ଆମର ଆଜିର ଯେଉଁ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ହେଉଛି, ସେଥିରେ ଆମେ ଆମର ପ୍ରିୟ ବିଧାୟକଙ୍କୁ ଆମେ ମୁଖ୍ୟ ଅତିଥି ଭାବରେ ପାଇଛେ। ତା ସହିତ ଆମର ସଭାରେ ଅଛନ୍ତି ଆମର ଜିଲ୍ଲା ପରିଷଦ ମହୋଦୟ, ଆମର ଏରଞ୍ଚର ସରପଞ୍ଚ ମହୋଦୟ, ଆମର ଏରଞ୍ଚ ପଞ୍ଚାୟତର ସଭାପତି ମହୋଦୟ, କାର୍ଯ୍ୟକାରୀ ସଭାପତି ନିଆଳି ବ୍ଲକର ଅନ୍ତର୍ଜନ ବଡ଼ି ମହୋଦୟ, ପଛରେ ବସିଛନ୍ତି ଆମର 3 ପଞ୍ଚାୟତର ସରପଞ୍ଚ ମହୋଦୟ, ବିଭିନ୍ନ ଭାଇ ମହୋଦୟ ଏବଂ ସୁଭାଷ ସାର୍ ମହୋଦୟ। ଜୟ ଜଗନ୍ନାଥ, ଜୟ ପରମେଶ୍ୱର, ଜୟ ମା ମଙ୍ଗଳା। ଆଜି ମୁକ୍ତାଚର ସମସ୍ତ ଅତିବୃନ୍ଦ ଏବଂ ଆଗରେ ବସିଛନ୍ତି ବହୁତ ସଂଖ୍ୟାରେ ମା। ଏମିତି କେଉଁ ସଭା ନାହିଁ ଯେ ମା ମାନେ ନ ଆସିଲେ ସଭା ହେଇପାରେ। ତାହା କେବଳ ସମ୍ଭବ ହୋଇପାରୁଛି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ପ୍ରଭାବ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ଥିଲା, ତାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି। କିନ୍ତୁ ବର୍ତ୍ତମାନ ରାଜ୍ୟର 80 ଲକ୍ଷ ମହିଳା ସ୍ୱୟଂସେବା ଗୋଷ୍ଠୀରେ ସାମିଲ ହୋଇଛନ୍ତି ଏବଂ ପ୍ରତି ଗୋଷ୍ଠୀ ବିନା ସୁଧରେ ଋଣ ପାଉଛନ୍ତି 10 ଲକ୍ଷ ପର୍ଯ୍ୟନ୍ତ। ଆଜି ସେଇ ବାର୍ତ୍ତା ଆପଣମାନଙ୍କୁ ଯାଇଛି। ଫଳରେ ଆପଣ ଘରେ ନ ରହି ଆଜି ସଭା ହେଉଛି ବୋଲି, ଆଜି ଗୁରୁବାର, ଆଜି ପୁରା ଗୁରୁବାର, ଆପଣମାନଙ୍କର ମାଆମାନଙ୍କର ଏହା ହେଉଛି ଗୋଟେ ପର୍ବ। ବହୁତ ମା ଉପାସ କରିଥିବେ, ବହୁତ ମା ବି ଅରୁଆ ଖାଇଥିବେ, ତଥାପି ଆଜି ଏ ସଭାରେ ବସିଛନ୍ତି। ମୁଁ ତାଙ୍କୁ ପ୍ରଣାମ କରୁଛି। ସେ କେବଳ ସମ୍ଭବ ହୋଇପାରିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ, ମହିଳାମାନେ ଆଗକୁ ଯିବେ, ମହିଳାମାନେ ଦେଶର ନେତୃତ୍ୱ ନେବେ, ମହିଳାମାନେ ସବୁ କ୍ଷେତ୍ରରେ ଅଗ୍ରଣୀ ହେବେ। ଏହାର ଯେଉଁ କାର୍ଯ୍ୟକ୍ରମ ଆଜି ତା ଆପଣଙ୍କ ଉପସ୍ଥିତ ପ୍ରମାଣ କରିଦେଉଛି। ଗୌରାଙ୍ଗ ମହାପାତ୍ର
ଗୌରାଙ୍ଗ ମହାପାତ୍ର ଶରତ ସ୍ୱାଇଁ ଶରତ ସ୍ୱାଇଁ ମୋର ଜନ୍ମସ୍ଥଳୀ ଯେଉଁଠି ପାଠ ପଢ଼ିଥିଲି ଯେଉଁଠି ଆଜି ଏତେ ଉପରକୁ ଯାଇଛି ହେରତ ପଞ୍ଚାୟତର ଭଟ୍ଟବସି ପାଖରେ ଆଜି ଆମ ପଞ୍ଚାୟତର କର୍ମୀ ତଥା ମିଶ୍ରଣ ପର୍ବ ଏହା ସୂଚାଇ ଦେଉଛି ଆଗାମୀ ନିର୍ବାଚନରେ 24ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି ସାଂସଦର ମୁଖ୍ୟମନ୍ତ୍ରୀ ହେବେ ଏବଂ ମାନ୍ୟବର ସାଂସଦ ଡାକ୍ତର ରାଜେଶ ମଲ୍ଲିକ ପୁଣି ଆଉଥରେ ଲୋକସଭାକୁ ନବସ୍ତମ ସଂସଦ କ୍ଷେତ୍ରରୁ ଆଉଥରେ ଯିବେ। ମୁଁ ସତ୍ୟଥର ପାଇଁ ବିଧାୟକ ଭାବେ ଆମ ନିରନ୍ତର ସମସ୍ତ ମାଆ ମାଉସୀ ଯୁବକ ଛାତ୍ର ଓ ବରିଷ୍ଠ ନାଗରିକ ମୋତେ ପୁଣି ଆଶୀର୍ବାଦ କରିବେ ଏହି ଆଶା ରଖି ପ୍ରଭୁ ନୃସିଂହନାଥଙ୍କ ପାଖରେ ପ୍ରଣାମ କରୁଛି। ମୁଁ ଆଶା କରୁଛି এই যে পঞ্চায়েত ମୋ ନିଜର ଆଜି ଯେଉଁ ଜନସମାଗମ ଦେଖିଲେ ଓ ବହୁ ସଂଖ୍ୟାରେ ମାଆମାନେ ଦେଖିଲେ ମାଆମାନେ ମଧ୍ୟ ଉଦ୍ବୁଦ୍ଧ ହୋଇ ଅନ୍ୟ ଦଳରେ ଥିଲେ ଯୋଗ ଦେଇଛନ୍ତି। କଂଗ୍ରେସ ବିଜେପି ସବୁ ଆଜି ଏକାଠି ହୋଇଯାଇଛନ୍ତି ଏବଂ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି। ହେରତ ପଞ୍ଚାୟତ ଆଗାମୀ ନିର୍ବାଚନରେ ଏକ ଇତିହାସ ରଚିବ ଏବଂ ଯେଉଁଠି ଚେୟାରମ୍ୟାନ୍ ଏବଂ ଆପଣଙ୍କର ଜିଲ୍ଲା ପରିଷଦ ସଭ୍ୟା ଏବଂ ମୁଁ ଗୋଟିଏ ପଞ୍ଚାୟତର ତେଣୁ ଏଇ ଯେଉଁ ଇତିହାସ ଆମେ ରଚିଛୁ ଆପଣ ଆଉ ଥରେ ନିଆଳି ଇତିହାସରେ ହେରତ ପଞ୍ଚାୟତ ଆଉ ଗୋଟେ ଫର୍ଦ୍ଦ ଯୋଡ଼ିବ ସବୁଠାରୁ ବେଶୀ ଭୋଟ୍ ଦେଇ ଭାବୁଛି 80ରୁ 90% ଭୋଟ୍ ଦେଇ ପୁଣି ଆଉ ଥରେ ମୋତେ ଚତୁର୍ଥ ଥର ପାଇଁ ଏବଂ ମାନନୀୟ ସାଂସଦ ଡାକ୍ତର ରାଜେଶ ମଲ୍ଲିକଙ୍କୁ ଦ୍ୱିତୀୟ ଥର ପାଇଁ ସାଂସଦ ଭାବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଷଷ୍ଠ ଥର ପାଇଁ ଆଉ ଥରେ ମୁଖ୍ୟମନ୍ତ୍ରୀ କରାଇବେ ଏହି ଶପଥ ଆଜି ନେଇଛନ୍ତି। ମୋର ବିଶ୍ୱାସ ଅଛି ଯେହେତୁ ସମସ୍ତ ଉନ୍ନତିମୂଳକ କାମ ଆମେ କରିଛୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି ଏବଂ ସମଗ୍ର ରାଜ୍ୟ ନୁହଁ ସମଗ୍ର ଦେଶ ନୁହଁ ସମଗ୍ର ବିଶ୍ୱରେ ମାନନୀୟ ମୁଖ୍ୟମନ୍ତ୍ରୀ ଏକ ଇତିହାସ ସୃଷ୍ଟି କରିଛନ୍ତି ଏବଂ ସବୁଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ହୋଇଅଛି ପ୍ରଶଂସା ଯାହାକି ଅମିତ ଶାହା ଦିନେ କହିଥିଲେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ ମୋଦି ମଧ୍ୟ କହିଥିଲେ ବର୍ତ୍ତମାନଠାରେ ଅଳ୍ପ ଦିନ ତଳେ ଯେ ଆମର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତେଣୁ ସେହି ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ଗଲେ ମୁଁ ଆମର ହେରତ ପଞ୍ଚାୟତର ସମସ୍ତ ମା ଭଉଣୀ ସମସ୍ତ ଯୁବକ ଛାତ୍ର ଏବଂ ବରିଷ୍ଠ ନାଗରିକଙ୍କୁ ଅନୁରୋଧ କରିବି ଯେ ଆସନ୍ତା 24 ନିର୍ବାଚନରେ ପୁଣି ସେମାନେ ଆଉ ଥରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରନ୍ତୁ ଏବଂ ମୋତେ ଚତୁର୍ଥ ଥର ପାଇଁ ବିଧାୟକ ଭାବରେ ନିଆଳି ନିର୍ବାଚନରୁ ଆଉ ଥରେ ଆଶୀର୍ବାଦ କରନ୍ତୁ ଏବଂ ଡାକ୍ତର ରାଜେଶ ମଲ୍ଲିକଙ୍କୁ ଦ୍ୱିତୀୟ ଥର ପାଇଁ ସାଂସଦ ଭାବେ ଜଗତସିଂହପୁର ଲୋକସଭାରୁ ଆଉ ଥରେ ନିର୍ବାଚନ କରନ୍ତୁ। ଏତିକି କହି ସମସ୍ତଙ୍କୁ ପ୍ରଣାମ କରି ମୁଁ ଭାବୁଛି ଆମର ଆଜି ସଭା ସଫଳ ହୋଇଛି ଏବଂ ଆପଣମାନେ ଯେଉଁ ବାରମ୍ବାର ଯୋଡ଼ି ହେଉଛନ୍ତି ଏବଂ ଆମର ସବୁ କଥା ଏବଂ ଆମର ସବୁ ପ୍ରଚାର ଆପଣ ଗଣମାଧ୍ୟମ ମାଧ୍ୟମରେ ସମଗ୍ର ନିଆଳି ନିର୍ବାଚନ ମଣ୍ଡଳୀ ଓଡ଼ିଶାରେ ବୁଲୁଛି ଏହା ନିଶ୍ଚୟ ଆମ ସମସ୍ତଙ୍କୁ ପ୍ରଭାବିତ କରିବ ଏବଂ ଆଗାମୀ ଦିନରେ ଆପଣମାନେ ନିଆଳି ଗୋଟେ ନୂତନ ନିଆଳି ଗଢ଼ିବାରେ ଆପଣଙ୍କର ଭୂମିକା ଅଧିକ ରହିବ ଏତିକି ଆଶା କରି ପୁଣି ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ମୋର ଆପଣମାନଙ୍କର ସହଯୋଗକୁ ମୁଁ ଧନ୍ୟବାଦ ଦେଉଛି। ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ପରିଚୟଟା ଦେବେ। ମୁଁ ଉମେଶ ଚନ୍ଦ୍ର ବେହେରା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିଆଳି। ଆଜି ଆମର ହେରତ ପଞ୍ଚାୟତରେ ଏକ କର୍ମୀ ସମ୍ମିଳନୀ ଏବଂ ମିଶ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜୁ ଜନତା ଦଳର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକର ସୁଶାସନ ଏବଂ ନିଆଳିର ବିଧାୟକ ଡକ୍ଟର ପ୍ରଫେସର ପ୍ରମୋଦ ମଲ୍ଲିକର ନୀତି ଆଦର୍ଶ ଅନୁପ୍ରାଣିତ ହୋଇ ହେରତ ପଞ୍ଚାୟତରୁ ସହସ୍ର ପାଖାପାଖି 100 କଂଗ୍ରେସ କର୍ମୀ ଏବଂ ବିଜେପି କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏହା ଆମ ପାଇଁ ଗୋଟେ ହେରତ ପଞ୍ଚାୟତ ପାଇଁ ଗୋଟେ ଶୁଭ ସଂକେତ ଯାହାକି ଆମର ହେରତ ପଞ୍ଚାୟତରେ ଓଡ଼ିଶାରେ ସର୍ବାଧିକ ଭୋଟ୍ ଦେବା ପାଇଁକି ମାନ୍ୟବର ବିଧାୟକ ଏବଂ ମାନ୍ୟବର ସାଂସଦକୁ ଯୋଡ଼ି ସଂଖ୍ୟାରେ ଭୋଟ୍ ଦେଇ ବିଧାୟକକୁ ଜୟଯୁକ୍ତ କରିବା ପାଇଁ ସମସ୍ତେ ଆଜି ଶପଥ ନେଇଛନ୍ତି। ଏହା ଜୁନ୍ 1 ତାରିଖରେ ପ୍ରମାଣ କରି ଦେଖାଇବେ ବୋଲି ଦୃଢ଼ କହିଛନ୍ତି।